এই শীত সময় এতে পরিবা কি কোটা করি খাইবে আর কোটা করি পছরে খাইবে জানি হবনি আর জাণু জাণু পরিবা সরিଯିବ মার্কেটରେ ଯେମିତି କି ଧଣିଆ ପତ୍ର ତ ସବୁ ସିଜନରେ ମିଳେନି ତ ଏଇ ସିଜନରେ ମିଳୁଛି ମାନେ ଆମେ କାହିଁକି ହାତ ଛଡା କରିବା ସବୁ ପ୍ରକାର ରେସିପି ତିଆରି କରି ନିଶ୍ଚୟ ଖାଇବା। ତ ଆଜି ମୁଁ ବନେଇ ନେଇଛି ଧଣିଆ ପତ୍ର ଚଟଣି। ଆପଣମାନେ ବି ବନାଉଛନ୍ତି କିନ୍ତୁ ମୁଁ କେମିତି ବନାଉଛି ସେଟା ଆପଣମାନଙ୍କ ସହିତ ସେୟାର କରିଛି। ତେବେ କିଛି ଧଣିଆ ପତ୍ରକୁ ଭଲ ଭାବରେ ଧୋଇକି ଗ୍ରାଇଣ୍ଡର ଜାରରେ ନେଇଗଲି ଆଉ ସେଥିରେ 1 ଇଞ୍ଚ ପାଖାପାଖି ଛୋଟ ଛୋଟ କରିକି ଅଦା ଦେଇଛି, ରସୁଣ 8-10 କଲା, ଜିରା ଗୁଣ୍ଡ, କଳା ଲୁଣ, ଧଳା ଲୁଣ ଆଉ କଞ୍ଚା ଲଙ୍କା 2ଟା, ରାଗ ଆପଣଙ୍କ ହିସାବରେ ଦେବେ ଆପଣ ମାନେ। ତ এই ସବୁକୁ ନେଇକି ଟିକେ ଗ୍ରାଇଣ୍ଡ କରି ନେଲି କାହିଁକି ନା ମୁଁ ଛୋଟ ଜାରଟାରେ କରୁଛି ନା ମୋର ଜାଗା ହେଲାନି। ତାପରେ ସେକେଣ୍ଡ ଟାଇମ ଦେଇଛି ପୋଦିନା ପତ୍ର, ଗୁଡ଼, ଚିନି, ତେନ୍ତୁଳି କିଛି ଦେଇକି ଆକୁ ଭଲସେ ଗ୍ରାଇଣ୍ଡିଙ୍ଗ କରି ନେଲି ପୁଣି ଥରେ। तो ग्राइंडिंग करने सारा पर पेशी सारा पर देखो केते बढ़िया गोटे चटनी तैयारी हो गला। आ ये चटनीटा सब खट्टा आगे फेल मारदेव, एत टेस्ट भी आईरे बहुत विटामिन भी। शीत दिन में चटनी निश्चय खातु। तेबे धनिया पत्र चटनी रेसिपी पसंद आसिले आपण को अनुभूति मो सहित शेयर करेंगे। वीडियो पसंद आसिले लाइक निश्चय करेंगे, सब्सक्राइब करेंगे। आगु को अनेक वीडियो देखा पुणी नुआ रेसिपी सहित आसबि रही।